ପିଲାମାନେ କେମିତି ସବୁ ଅଛ? ଆଶା କରୁଛି ତୁମମାନେ ସବୁ ଭଲରେ ଥିବ ଆଉ ତୁମର ପଢ଼ାପଢ଼ି ଠିକଠାକ ଚାଲିଥିବ। ତ ମୁଁ ଜାଣିଛି ତୁମମାନେ ଏଇ ଅନ୍ଧକାର ପ୍ରକ୍ରିୟାଟାକୁ ଠିକ୍ସେ ଭଲ ଭାବରେ ବୁଝିପାରିନ। ତ ସେଥିପାଇଁ ମୁଁ ତୁମମାନଙ୍କ ପାଇଁ ଏଇ ଅନ୍ଧକାର ପ୍ରକ୍ରିୟାଟାକୁ କେମିତି ଅତି ସହଜରେ ମନେ ରଖିପାରିବ ତା ପାଇଁ ଏକ ସୁନ୍ଦର ନୋଟଟି ବନେଇଛି, ଯେଉଁଟାକି ତୁମ ଆଗରେ ମୁଁ ଉପସ୍ଥାପନ କରୁଛି। ଯାହାଫଳରେ କି ତୁମେ ଏଇ ଭିଡ଼ିଓଟିକୁ ଦେଖିଲେ ନିଶ୍ଚିତ ଭାବରେ ଅନ୍ଧକାର ପ୍ରକ୍ରିୟାରେ ତୁମର କିଛି ବି ଡାଉଟ୍ ରହିବନି। ପରୀକ୍ଷାରେ ଯଦି এই ବିଷୟରୁ କିଛି ବି କ୍ୱେଶ୍ଚିନ୍ ଆସେ ତ ତୁମକୁ ସେଇଟା ନିଶ୍ଚିତ ଭାବରେ ଆସିବ। ତ ଇଏ ହେଉଛି ସେ ନୋଟ୍ ଅନ୍ଧକାର ପ୍ରକ୍ରିୟା ଯେଉଁଟାକି ମୁଁ ନିଜେ ବନେଇଛି। କମ୍ପ୍ଲିଟ୍ ଭିଡ଼ିଓଟାକୁ ଦେଖ, ଯାହାଫଳରେ କି ତୁମେମାନେ ମୁଁ ଯାହା ଯାହା କହୁଛି ତାକୁ ବୁଝିବାକୁ ଚେଷ୍ଟା କର। ଆଉ ଯଦି ନ ବୁଝିପାରିବ ମୋତେ କମେଣ୍ଟ ସେକ୍ସନରେ ଜଣାଇଲେ ମୁଁ ତାକୁ ତୁମକୁ ନେକ୍ସଟ ଭିଡ଼ିଓରେ ତାକୁ ବୁଝେଇ ନେବି। ଯଦି ତୁମେ ଆଉ କୌଣସି ଚାପ୍ଟର ବୁଝିପାରୁନ ସାଇନ୍ସ କିମ୍ବା ମ୍ୟାଥର, ମୋତେ କମେଣ୍ଟ ସେକ୍ସନରେ ଜଣାଅ। ମୁଁ ସେଇ ରିଲେଟେଡ଼ ଗୋଟେ ଭିଡ଼ିଓ ଆଣି ତୁମକୁ ବୁଝେଇ ଦେବି। ତ ଚାଲ ଆମେ ଅନ୍ଧକାର ପ୍ରକ୍ରିୟା ବା ଡାର୍କ ରିଆକ୍ସନ୍ ଦେଖିବା କେମିତି ହେଉଛି। ଫାର୍ଷ୍ଟ ପଏଣ୍ଟ ମନେ ରଖ, ଅନ୍ଧକାର ପ୍ରକ୍ରିୟା କେଉଁଠାରେ ସଂଘଟିତ ହୋଇଥାଏ? ନା ଅନ୍ଧକାର ପ୍ରକ୍ରିୟା ଷ୍ଟୋମା ରସରେ ସଂଘଟିତ ହୋଇଥାଏ। ଏଇଟା ମନେ ରହିଲା। ଅନ୍ଧକାର ପ୍ରକ୍ରିୟା କେଉଁଠି ସଂଘଟିତ ହୋଇଥାଏ? ଷ୍ଟୋମା ରସରେ। କେଉଁ କେଉଁ ଉପାଦାନ ଆବଶ୍ୟକ ଅନ୍ଧକାର ପ୍ରକ୍ରିୟା ପାଇଁ? ତମର କେଉଁ କେଉଁ ଉପାଦାନ ଆବଶ୍ୟକ ପଡ଼ିଥାଏ? ନା ତମର ଅଙ୍ଗାରକାମ୍ଳ ଦରକାର ହୋଇଥାଏ, CO2, RUBP ଦରକାର ହୋଇଥାଏ, ଆଉ ରୁବିସ୍କୋ ଏନଜାଇମ୍, ATP, NADPH। এই ATP NADPH ଟା ଆମେ କୋଉଠି ପାଇଥିଲେ? ନା ଆଲୋକ ପ୍ରକ୍ରିୟାରେ ପାଇଥିଲେ। ତ ଏଇ ପାଞ୍ଚଟା ଉପାଦାନ ତମର ଦରକାର ଅନ୍ଧକାର ପ୍ରକ୍ରିୟା ପାଇଁ। କ'ଣ କ'ଣ? ନା ଅଙ୍ଗାରକାମ୍ଳ, RUBP, ରୁବିସ୍କୋ ଏନଜାଇମ୍, ATP, NADPH। ଏତିକି ମନେ ରହିଲା। ତ ଏଇ ପାଞ୍ଚଟି ଉପାଦାନ ଆବଶ୍ୟକ ହୋଇଥାଏ। କୋଉଠି ଅନ୍ଧକାର ପ୍ରକ୍ରିୟାଟା ଆରମ୍ଭ ହୋଇଥାଏ? ଷ୍ଟୋମା ରସରେ କିନା ଆରମ୍ଭ ହୋଇଥାଏ। এই RUBP ଟା କେତେ କାର୍ବନ ବିଶିଷ୍ଟ? ନା RUBP ଟା 5 କାର୍ବନ ବିଶିଷ୍ଟ। ତମର এই CO2 କାର୍ବନ ଡାଇଅକ୍ସାଇଡ କେତେ କାର୍ବନ ବିଶିଷ୍ଟ? ନା 1 କାର୍ବନ ବିଶିଷ୍ଟ। ଏତିକି ମନେ ରହିଲା। ଠିକ ଅଛି, ଚାଲ ଯିବା ନେକ୍ସଟ କୁ। ହଁ, ଆଉ ଗୋଟେ ପଏଣ୍ଟ ମନେ ରଖ, କେଉଁ ଉପାଦାନ ସୃଷ୍ଟି ହୁଏ? ମାନେ ତମର ଯୋଉ ଅନ୍ଧକାର ପ୍ରକ୍ରିୟା ସରୁଛି ତ ସରିଲା ପରେ କୋଉ ଉପାଦାନଟା ସୃଷ୍ଟି ହେଉଛି? ନା ଗ୍ଲୁକୋଜ ତମର ବାହାରୁଛି ଅନ୍ଧକାର ପ୍ରକ୍ରିୟାର ଶେଷରେ କିନା। ଓକେ, ତ ଦେଖ ଏଇଟା ତମର ଆମର ଦେଖ ଏଠାରେ କ'ଣ ହେଇଛି ନା ଆମର ଏଇଟା ହେଉଛି ଥାଇଲାକଏଡ ଥାକ ଥାକ ଥଳି ଆକାରରେ ଅଛି। ଆମର ଗ୍ରାନା ଏଗୁଡ଼ିକ ସବୁ ଥାକ ଥାକ ଅଛି। ଆରି ଭିତରେ ଆମର ଥାଇଲାକଏଡ ଝିଲ୍ଲିରେ କିନା କ'ଣ ହେଉଛି? ନା ଆଲୋକ ପ୍ରକ୍ରିୟା ସମ୍ପାଦିତ ହେଉଛି, ଯେଉଁଥିରେ କି ତୁମର ଲାଇଟ୍ ଉପରେ ଡିପେଣ୍ଡେଡ କରୁଛି। ଆମର ଏଇ ଯୋଉ ଆଲୋକ ପ୍ରକ୍ରିୟାଟା ସମ୍ପାଦନ କଲେ ଆଲୋକ ପ୍ରକ୍ରିୟାରେ ଆମର କ'ଣ ବାହାରିଥିଲା? ନା ATP ବାହାରିଥିଲା। ଆଉ କ'ଣ ବାହାରିଥିଲା? NADPH ବାହାରିଥିଲା। ମନେ ରହିଲା। ଆଲୋକ ପ୍ରକ୍ରିୟାର ଶେଷରେ କିନା କ'ଣ ବାହାରିଥିଲା? ନା ATP ବାହାରିଥିଲା ଆଉ NADPH ବାହାରିଥିଲା। ତାପରେ ତମେ ଭାବୁଥିବ ଯେ ଆଲୋକ ପ୍ରକ୍ରିୟା ଆଲୋକରେ ହେଉଛି, ଆଲୋକର ଉପସ୍ଥିତି ରହୁଛି। ଅନ୍ଧକାର ପ୍ରକ୍ରିୟା କ'ଣ ତାହେଲେ ରାତିରେ ହେଉଛି? ନା, ସେଟା ସମ୍ପୂର୍ଣ୍ଣ ଭାବରେ ଭୁଲ। ଅନ୍ଧକାର ପ୍ରକ୍ରିୟାଟା ତାହେଲେ କେବେ ହେଉଛି? ନା ଆଲୋକ ପ୍ରକ୍ରିୟାର ସରୁ ସରୁ, ଠିକ ଆଲୋକ ପ୍ରକ୍ରିୟା ସରୁ ସରୁ ଅନ୍ଧକାର ପ୍ରକ୍ରିୟା ଷ୍ଟାର୍ଟ ହେଉଛି। ଯୋଉଟା କି ଅନ୍ଧକାର ପ୍ରକ୍ରିୟା ପାଇଁ ଆମକୁ କ'ଣ ଦରକାର ହେଉଛି? ATP ଆଉ NADPH ଦରକାର ହେଉଛି। ଏଠି ଦେଖ CO2 ଟା କୋଉ ଅବସ୍ଥାରେ ଅଛି? ନା CO2 ଟା ଏଠି ଆମର ଷ୍ଟୋମା ରସରେ କିନା ଦ୍ରବୀଭୂତ ଅବସ୍ଥାରେ ଅଛି CO2 ଟା। ତ ସେଇ ATP, NADPH ଆଉ CO2 କୁ ସଂଗ୍ରହ କରି ଆମର କିଏ? ନା RUBP କ'ଣ କରେ? ନା ଅନ୍ଧକାର ପ୍ରକ୍ରିୟାଟାକୁ ସମାପ୍ତ କରିଥାଏ। ଆଉ ଅନ୍ଧକାର ପ୍ରକ୍ରିୟା ଶେଷରେ କିନା କ'ଣ ବାହାରିଥାଏ? ଗ୍ଲୁକୋଜ ବାହାରିଥାଏ। ତାହେଲେ ଏଠି CO2 ଟା କେମିତି ଅଛି? ଏଠି ନା ଆମର ଷ୍ଟୋମା ରସରେ ଦ୍ରବୀଭୂତ ହେଇକି ଅଛି। ଆଉ କ'ଣ? ନା RUBP କେତେ କାର୍ବନ ବିଶିଷ୍ଟ? 5 କାର୍ବନ ବିଶିଷ୍ଟ। ଏକୁ ମିଶି CO2 ଆଉ RUBP ମିଶିକି କ'ଣ ସୃଷ୍ଟି ହେବ? ଗ୍ଲୁକୋଜ ତମର ସୃଷ୍ଟି ହେବ। 2ଟି 3 କାର୍ବନ ବିଶିଷ୍ଟ ଶର୍କରା ଅଣୁରେ ପରିଣତ ହେବ। ଓକେ, ଯିବା ନେକ୍ସଟ। ଅନ୍ଧକାର ପ୍ରକ୍ରିୟାଟା ଆମର 3ଟି ସୋପାନରେ ସଂଘଟିତ ହୋଇଥାଏ। ପ୍ରଥମ ସୋପାନ କ'ଣ? ନା ଅଙ୍ଗାରକାମ୍ଳର ବିବନ୍ଧନ। ଦ୍ୱିତୀୟ ସୋପାନ ଆଉ ତୃତୀୟ ସୋପାନ କ'ଣ? ନା ଦ୍ୱିତୀୟ ସୋପାନ ହେଉଛି ଗ୍ଲୁକୋଜର ସଂଶ୍ଳେଷଣ, ଆଉ ତୃତୀୟ ସୋପାନଟା ହେଉଛି ଗ୍ରାହକ ଅଣୁର ପୁନରୁତ୍ପାଦନ। ଓକେ, ପ୍ରଥମ ସୋପାନ ଅଙ୍ଗାରକାମ୍ଳର ବିବନ୍ଧନ, ଦ୍ୱିତୀୟ ସୋପାନ ଗ୍ଲୁକୋଜର ସଂଶ୍ଳେଷଣ, ତୃତୀୟ ସୋପାନ ଗ୍ରାହକ ଅଣୁର ପୁନରୁତ୍ପାଦନ। ଓକେ, ତ ଏଇ 3ଟା ସୋପାନ ମାଧ୍ୟମରେ ଆମର ଅନ୍ଧକାର ପ୍ରକ୍ରିୟାଟା ସଂଘଟିତ ହୋଇଥାଏ। ତ ଦେଖ ପ୍ରଥମ ସୋପାନରେ କ'ଣ କହିଲା? ନା ଅଙ୍ଗାରକାମ୍ଳର ବିବନ୍ଧନ ଘଟିବ। ଏଠି କ'ଣ ଘଟିଛି? ଅଙ୍ଗାରକାମ୍ଳର ବିବନ୍ଧନ ଘଟିଛି। ତ ଦେଖ ଏଠି କ'ଣ
CO2 ସହିତ ଆମର କ'ଣ ମିଶିଛି ନା CO2 ସହିତ RUBP ମିଶିଛି। ଓକେ, ଏଠି CO2 ସହିତ RUBP ମିଶିଛି। କାହାର ଉପସ୍ଥିତିରେ ନା ATP NADPH ର ଉପସ୍ଥିତିରେ ଆଉ ଗୋଟେ କ'ଣ ରୁବିସ୍କୋ ଏନଜାଇମ୍ ର ଉପସ୍ଥିତିରେ କିନା ସଂଗଠିତ ହେଉଛି। କ'ଣ ସୃଷ୍ଟି କରୁଛି ନା 2ଟି 3 କାର୍ବନ ଯୁକ୍ତ ଶର୍କରା ଅଣୁ ତିଆରି କରୁଛି। 2ଟି 3 କାର୍ବନ ଯୁକ୍ତ ଶର୍କରା ଅଣୁ ସୃଷ୍ଟି କରୁଛି। ଦେଖ ତାହେଲେ ଏଠି କେତେଟା କାର୍ବନ ହେଲା? 2ଟି 3 କାର୍ବନ ମାନେ କ'ଣ ହେଲା? 6ଟା କାର୍ବନ ସୃଷ୍ଟି ହେଲା। କେତେଟା କାର୍ବନ ସୃଷ୍ଟି ହେଲା? 6ଟା କାର୍ବନ। ତ ମୁଁ କହିଥିଲି RUBP କେତେ କାର୍ବନ ବିଶିଷ୍ଟ? 5 କାର୍ବନ ବିଶିଷ୍ଟ। କାର୍ବନ ଡାଇଅକ୍ସାଇଡ କେତୋଟି କାର୍ବନ ଅଛି? ଗୋଟେ କାର୍ବନ ଅଛି। ତାହେଲେ ଦେଖ ଇଏ ହଉଛି ଗୋଟେ କାର୍ବନ, ଇଏ ହଉଛି 5ଟି କାର୍ବନ, ମିଶିକି ଏପଟେ କେତେଟା କାର୍ବନ ହେଲା? 6ଟା କାର୍ବନ ହେଲା। ଏପଟେ ବି କେତେଟା କାର୍ବନ? 6ଟି କାର୍ବନ। ତାହେଲେ ମତେ କୁହ ବାଲାନ୍ସ ହେଲା ନା ନାହିଁ? ଠିକ ଅଛି, ବାଲାନ୍ସ ହେଲା। ତାପରେ ଆମେ ନେକ୍ସଟ କୁ ଯିବା। ଦ୍ୱିତୀୟ ସୋପାନରେ କ'ଣ କହିଲା ନା ଦ୍ୱିତୀୟ ସୋପାନରେ କହୁଛି ନା ଯୋଉ 3 କାର୍ବନ ଯୁକ୍ତ ଶର୍କରା ଅଣୁ, ଏଇ ଯୋଉ 3 କାର୍ବନ ଯୁକ୍ତ ଶର୍କରା ଅଣୁକୁ ଆମର ଦୁଇଟି ଉପାୟରେ ହୋଇଥାଏ। ଗୋଟେ ହଉଛି ଗ୍ଲୁକୋଜର ସଂଶ୍ଳେଷଣ, ଆଉ ଗୋଟେ ହଉଛି ଗ୍ରାହକ ଅଣୁର ପୁନରୁତ୍ପାଦନ। ଗ୍ଲୁକୋଜର ସଂଶ୍ଳେଷଣରେ କ'ଣ ହଉଛି ନା ଗ୍ଲୁକୋଜ ସୃଷ୍ଟି ହଉଛି। ଗ୍ଲୁକୋଜ କେତେ କାର୍ବନ ବିଶିଷ୍ଟ? 6 କାର୍ବନ ବିଶିଷ୍ଟ। ଗ୍ଲୁକୋଜଟା କେତେ କାର୍ବନ ବିଶିଷ୍ଟ? 6 କାର୍ବନ ବିଶିଷ୍ଟ। ଦେନ୍ ଆମର ଗ୍ରାହକ ଅଣୁର ପୁନରୁତ୍ପାଦନ ଯୋଉ ହଉଛି ସେଠି କ'ଣ ବାହାରୁଛି? RUBP। RUBP କେତେ କାର୍ବନ ବିଶିଷ୍ଟ? 5 କାର୍ବନ ବିଶିଷ୍ଟ। ତାହେଲେ ଦେଖ ଏଠି 6 କାର୍ବନ, ଏଠି 5 କାର୍ବନ, ଏଟା ଟୋଟାଲ ମିଶି କେତେ କାର୍ବନ ହେଲା? 11 କାର୍ବନ ହେଲା। ଏପଟେ କେତେ କାର୍ବନ ଅଛି? 3 କାର୍ବନ। ତ ଏହା ଗୋଟେ କ'ଣ ବାଲାନ୍ସ ଇକ୍ୱେସନ ହଉଛି କି? ବାଲାନ୍ସ ହଉନି। ତ ତାକୁ ଆମେ କ'ଣ କରିବା? ବାଲାନ୍ସ କରିବା। ଦେଖ ବାଲାନ୍ସ କେମିତି ହଉଛି। ଦେଖ ଏଠି କ'ଣ କରିଛି ମୁଁ ତାକୁ ବାଲାନ୍ସ କରିଛି। ଦେଖ ଆମେ କ'ଣ କରିବା? ଏପଟେ ଯୋଉ ଆମେ ନବା କ'ଣ ନା CO2 କୁ କେତେ ମାନେ କାର୍ବନ ଡାଇଅକ୍ସାଇଡ ଆମେ କେତେ ନବା? 6ଟା କାର୍ବନ ଡାଇଅକ୍ସାଇଡ ନେଇଯିବା। 6ଟା କାର୍ବନ ଡାଇଅକ୍ସାଇଡ ନେଇଯିବା। ଆଉ କ'ଣ ନବା ନା 6ଟା RUBP ନେଇଯିବା। ତ 6ଟା କାର୍ବନ ଡାଇଅକ୍ସାଇଡ କେତେଟା କାର୍ବନ ରହିଲା? 6ଟା କାର୍ବନ ରହିଲା। ସେମିତି 6ଟା RUBP ରେ କେତେଟା କାର୍ବନ ରହିଲା? ଗୋଟେ RUBP 5ଟା କାର୍ବନ, 6ଟା ନେଲେ ତାହେଲେ 6 5 30ଟା କାର୍ବନ ହେଇଗଲା। କେତେଟା କାର୍ବନ ହେଇଗଲା? 30ଟା କାର୍ବନ। କାରଣ ଗୋଟେ RUBP 5 କାର୍ବନ, 6ଟା ନେଲ 6 5 30ଟା କାର୍ବନ। 30ଟା କାର୍ବନ, ଇଏ ଗୋଟେ କାର୍ବନ, କେତେଟା କାର୍ବନ ହେଲା ଟୋଟାଲ? 36ଟା କାର୍ବନ LHS ପଟେ ରହିଲା। ଦେଖ RHS ପଟେ କ'ଣ ରହୁଛି? କାହା ଉପସ୍ଥିତିରେ? ATP ଆଉ NADPH ର ଉପସ୍ଥିତିରେ। କ'ଣ ହଉଛି ନା ଆମର 3 କାର୍ବନ ଯୋଉ ଶର୍କରା ଅଣୁ ସୃଷ୍ଟି କରୁଛି ସେଟା 3 କାର୍ବନ। ତ 36ଟା କେମିତି କରିବା? 12ଟା ନେଇଯିବା। 12 ଗୁଣନ 3 କେତେ ହେଇଯିବ? 36ଟା କାର୍ବନ। ଦେଖିଲ ସମାନ ହେଇଗଲା ନା ନାଇଁ? ଏପଟେ 36ଟା କାର୍ବନ, ଏପଟେ ବି 36ଟା କାର୍ବନ। ତାପରେ ଆମେ କ'ଣ କରିବା? ସେଇ ଯୋଉ 36ଟା କାର୍ବନକୁ ଏଠି ନବା। 36ଟା କାର୍ବନକୁ ଶର୍କରା ଅଣୁକୁ ଏଠି ଆମେ ନବା। ସେଠି କ'ଣ ହବ ନା ଗ୍ଲୁକୋଜର ସଂଶ୍ଳେଷଣ ଘଟିବ। ଗ୍ଲୁକୋଜର ସଂଶ୍ଳେଷଣ ଘଟିକି 6ଟା କାର୍ବନ ଯୁକ୍ତ ଗ୍ଲୁକୋଜ ଅଣୁ ବାହାରିବ। ଦେନ୍ ଗ୍ରାହକ ଅଣୁର ପୁନରୁତ୍ପାଦନ ହୋଇକି RUBP ବାହାରିବ, ଯୋଉଟା କି ଆମର କେତେ କାର୍ବନ ବିଶିଷ୍ଟ? 5 କାର୍ବନ ବିଶିଷ୍ଟ 6ଟା ବାହାରିବ। ତ ଇଏ 6 5 କେତେ ହେଲା? 30, ଇଏ 6 କେତେ ହେଲା? 36। ତାହେଲେ ଦେଖିଲ ଏପଟେ 36ଟା ଥିଲା, ଏପଟେ ବି ତମର 36ଟା ହେଲା ନା ନାଇଁ? ତ ଇଏ ହଉଛି ଗୋଟେ କ'ଣ ବାଲାନ୍ସ ଇକ୍ୱେସନ। ବୁଝିପାରିଲ? ଦେଖ ଏଠି ତମର 6 5 କେତେ ହେଲା? ତମର ଏଠି 6 5 30, ଇଏ 6 36। ତ ଇଏ ହଉଛି 36ଟା ବାଦ କରିକି 36 ବାଲାନ୍ସ ହେଲା ନା ହେଲାନି? ତ ଏଇଟା ତମର ବାଲାନ୍ସ ହେଇଗଲା। ତ ଦେଖ ଇଏ ଥିଲା ତମର ଚିତ୍ର ମାଧ୍ୟମରେ ତମକୁ ବୁଝେଇଲି। ତ କେମିତି ଲେଖିବ? କେମିତି ସୋପାନ ଗୁଡ଼ିକ ସବୁ ପରୀକ୍ଷାରେ ପଡ଼ିଲେ ଏମିତି ଲେଖିବ। ତମେ କେମିତି ଲେଖିବ ଦେଖ କହିଦେଉଛି ତମକୁ, ଏଇଟା ମନେ ରଖ। ତମେ ଏମିତି ଲେଖିବ ନା ଷ୍ଟ୍ରୋମା ରସରେ ଥିବା 5 କାର୍ବନ ଯୁକ୍ତ ଗ୍ରାହକ ଅଣୁ RUBP ଦ୍ୱାରା ଆଲୋକ ପ୍ରତିକ୍ରିୟାରେ ସୃଷ୍ଟି ଆଲୋକ ଶକ୍ତି ATP NADPH କୁ ଉପଯୋଗ କରି ଦ୍ରବୀଭୂତ ଅଙ୍ଗାରକାମ୍ଳକୁ ଏକ ଏନଜାଇମ୍ ରୁବିସ୍କୋ ଦ୍ୱାରା ନିଜ ସହିତ ବିମୋଦନ କରାଏ। ଏହି ଜୈବ କ୍ରିୟା ଦ୍ୱାରା 3 କାର୍ବନ ଯୁକ୍ତ ଶର୍କରା ତିଆରି ହୁଏ। ମନେ ରହିଲା? ଏଇଟା ହଉଛି ତମର ପ୍ରଥମ ସୋପାନ। ତମର ଯୋଉ RUBP କ'ଣ? ରାଇବୋଲୋଜ ବିସଫସଫେଟ। RUBP ର ପୁରା ନାମ। ଦେନ୍ ରୁବିସ୍କୋର ପୁରା ନାମ କ'ଣ? ନା ରାଇବୋଲୋଜ ବିସଫସଫେଟ କାର୍ବକ୍ସିଲେଜ ଅକ୍ସିଜିନେଜ। ଏଇଟା ହଉଛି ରୁବିସ୍କୋର ପୁରା ନାମ। ମନେ ରହିଲା? ଦେନ୍ ଆମେ କହିବା ସେକେଣ୍ଡ ପଏଣ୍ଟରେ କ'ଣ କହିବା? ସେକେଣ୍ଡରେ କହିବା ଗ୍ଲୁକୋଜର ସଂଶ୍ଳେଷଣ ଓ ଗ୍ରାହକ ଅଣୁର ପୁନରୁତ୍ପାଦନ। ଗ୍ଲୁକୋଜର ସଂଶ୍ଳେଷଣ କେମିତି ହେଲା? ଏହି କାର୍ବନ ଯୁକ୍ତ ଶର୍କରା ଅଣୁ ଗୁଡ଼ିକ ଚକ୍ରାକାରରେ ବିଭିନ୍ନ ଜୈବ ରାସାୟନିକ ମାଧ୍ୟମରେ ପରିଚାଳିତ ହୋଇ ଏକ 6 କାର୍ବନ ଯୁକ୍ତ ଗ୍ଲୁକୋଜରେ ସଂଗଠିତ କରେ, ସଂଶ୍ଳେଷିତ ହୁଏ। ଦେନ୍ ତାପରେ ଆମର କ'ଣ ହୁଏ ନା ତା ସହିତ 5 କାର୍ବନ ଯୁକ୍ତ ରାଇବୋଲୋଜ କୁ ପୁନରୁତ୍ପାଦନ ହୋଇଥାଏ। ତ ଇଏ ଥିଲା ତମର
ପ୍ରଥମ ସୋପାନ, ଦ୍ୱିତୀୟ ସୋପାନ, ତୃତୀୟ ସୋପାନ। ବୁଝିଲ ତ? ତ ଏଇ ନୋଟକୁ ତମେ ମାନେ କ'ଣ କର ନା ଭଲ ଭାବରେ ଲେଖିନିଅ। ଯାହାଫଳରେ କି ତୁମେ ଭଲ ଭାବରେ ଆକୁ ବୁଝିପାରିବ। ଦେଖ ତାପରେ ଆମର ଏଇଟା ଯେଉଁ ଚିତ୍ର ଅଛି ଚିତ୍ରଟା କେମିତି କରିବା ଆମେ? ଚିତ୍ରଟା କରିବାକୁ ଦେଖ କେମିତି କରୁଛେ। ଫାଷ୍ଟ ତମେ ଚିତ୍ରର ଏଇଠୁ ଷ୍ଟାର୍ଟ କରିବ। କୋଉଠୁ ଷ୍ଟାର୍ଟ କରିବା ନା ଆମର ପ୍ରଥମ ସୋପାନ କ'ଣ? ଅଙ୍ଗାରକାମ୍ଳର ବିବନ୍ଧନ। ଫାଷ୍ଟ ସୋପାନ ତମର କ'ଣ ଥିଲା? ଅଙ୍ଗାରକାମ୍ଳର ବିବନ୍ଧନ। ସେଇଠୁ ତମେ ଷ୍ଟାର୍ଟ କରିବ ହେଲା। ଏଇଟା ଅନ୍ଧକାର, ଏଇଟା ପ୍ରକ୍ରିୟା ଆକୁ ଲେଖାଯାଇଛି। ଏଇଟା ଅନ୍ଧକାର ପ୍ରକ୍ରିୟା। ଦେଖ ଫାଷ୍ଟ ତମେ କୋଉଠୁ ଷ୍ଟାର୍ଟ କରିବ ନା ଗ୍ରାହକ ଅଣୁଠୁ ଷ୍ଟାର୍ଟ କରିବ। ଗ୍ରାହକ ଅଣୁ ଆମର କେତେ କାର୍ବନ? 5 କାର୍ବନ। କେତେଟା ତମେ ନେଇଥିଲ? 6ଟା ନେଇଥିଲ। ଏଇଠୁ ଫାଷ୍ଟ ଷ୍ଟାର୍ଟ କଲ। କ'ଣ ଦରକାର ହେଇଥିଲା? ATP NADPH ଦରକାର ହେଇଥିଲା। ଆଉ କ'ଣ ଦରକାର ହେଇଥିଲା ନା ରୁବିସ୍କୋ ଏନଜାଇମ୍ ଦରକାର ହେଇଥିଲା। ଆକୁ ତମେ କ'ଣ କହନ୍ତି? ଅଙ୍ଗାରକାମ୍ଳର ବିବନ୍ଧନ କହନ୍ତି। ବୁଝିଲେ? ଏତିକି ପଏଣ୍ଟ। କ'ଣ ବାହାରିଥିଲା? 3 କାର୍ବନ ଯୁକ୍ତ ଶର୍କରା ବାହାରିଥିଲା। କେତେଟା ଆମେ ବାଲାନ୍ସ କରିଥିଲେ? 12ଟା। ତ 12 ଗୁଣନ 3 କାର୍ବନ ଲେଖିଲେ। ବୁଝି ହେଉଛି? ତାପରେ ଡାଇରେକ୍ଟ ଏଠି ଆସୁଛି କ'ଣ ହେଉଛି ନା ଶର୍କରାର ସଂଶ୍ଳେଷଣ ବା ଗ୍ଲୁକୋଜର ସଂଶ୍ଳେଷଣ ଘଟି କ'ଣ ବାହାରୁଛି? ଗ୍ଲୁକୋଜ ବାହାରୁଛି। ଆଉ ଗୋଟେ ଏଇଟା ହେଉଛି ଦ୍ୱିତୀୟ ପର୍ଯ୍ୟାୟ। ଯେମିତି ତୃତୀୟ ପର୍ଯ୍ୟାୟରେ କ'ଣ ହେଉଛି ନା ଆମର ଗ୍ରାହକ ଅଣୁର ପୁନରୁତ୍ପାଦନ ଫଳରେ କ'ଣ ବାହାରୁଛି? ସେଇ RUBP ଆସୁଛି ହେରି। ତ ଇଏ ଥିଲା ତୁମର ଅନ୍ଧକାର ପ୍ରକ୍ରିୟାର ଚିତ୍ର। ମୁଁ ତୁମକୁ ବହୁତ ସହଜ ଭାବରେ ବୁଝେଇଦେଲି। ପରୀକ୍ଷାରେ ତୁମେ ଆକୁ ଏମିତି ଏ ନୋଟଟି ମାଧ୍ୟମରେ ଭଲ ଭାବରେ ଘୋଷିବ। ଭଲ ଭାବରେ ତାକୁ ଲେଖିକି ଆସିବ। ତ ଏଇ ପଏଣ୍ଟଟାକୁ ଭଲ ଭାବରେ ଦେଖିବ ହେଲା। ଏଇ ଯେଉଁ ପଏଣ୍ଟଟା ଲେଖିଛି ଆକୁ ତୁମେ ଭଲ ଭାବରେ ନୋଟ୍ କରିଦେବ। ଯାହାଫଳରେ କି ତୁମେମାନେ ଭଲ ଭାବରେ ଏଇ ଯେଉଁ ଅନ୍ଧକାର ପ୍ରକ୍ରିୟାଟା ଯେତିକି ପଢ଼ିଲି ତାକୁ ବୁଝିପାରିବ। ଦେଖ ତୁମକୁ ଏଇଟା ଆଉ ଥରେ ମୁଁ ବୁଝେଇ ଦେଉଛି କେମିତି କରିବା ନା ଅଙ୍ଗାରକାମ୍ଳର ବିବନ୍ଧନ। ଓକେ, ଅଙ୍ଗାରକାମ୍ଳର ବିବନ୍ଧନ ନା ଷ୍ଟୋମାରସରେ ଥିବା 5 କାର୍ବନ ଯୁକ୍ତ ଗ୍ରାହକ ଅଣୁ ଦ୍ୱାରା ଆଲୋକ ପ୍ରତିକ୍ରିୟାରେ ସୃଷ୍ଟି ଆଲୋକ ATP NADPHକୁ ଉପଯୋଗ କରି ଦ୍ରବୀଭୂତ ଅଙ୍ଗାରକାମ୍ଳକୁ ଏକ ଏନଜାଇମ୍ ରୁବିସ୍କୋ ଦ୍ୱାରା ନିଜ ସହିତ ବିବନ୍ଧନ କରାଏ। ଫଳରେ କ'ଣ ବାହାରିଥାଏ ନା 3 କାର୍ବନ ଯୁକ୍ତ ଶର୍କରା ତିଆରି ହୋଇଥାଏ। ବୁଝିଲା ତ? ତମକୁ ରୁବିସ୍କୋ ଜାଣିଲ, RUBPର ପୁରା ନାମ ଜାଣିଲ। ତାପରେ ସେକେଣ୍ଡ ପର୍ଯ୍ୟାୟରେ କ'ଣ ହେଲା ନା 3 କାର୍ବନ ଯୁକ୍ତ ସେଇ ଶର୍କରା ଅଣୁଟା କ'ଣ ହେଉଛି ନା 3 କାର୍ବନ ଯୁକ୍ତ ଶର୍କରା ଅଣୁ ଆମର ବିଭିନ୍ନ ଜୈବ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ଗୋଟିଏ କ'ଣ ଦେଉଛି? 6 କାର୍ବନ ଯୁକ୍ତ ଗ୍ଲୁକୋଜ ଦେଉଛି। ଆଉ କ'ଣ ଦେଉଛି ନା ଆଉ ଥରେ ଆମର ସେ ଗ୍ରାହକ ଅଣୁକୁ ସଂଶ୍ଳେଷଣ ମାଧ୍ୟମରେ 5 କାର୍ବନ ଯୁକ୍ତ RUBP ଦେଉଛି। ତ ଇଏ ଥିଲା ଆମର ଗ୍ଲୁକୋଜର ସଂଶ୍ଳେଷଣ ଗ୍ରାହକର ପୁନରୁତ୍ପାଦନ। ଆଶା କରୁଛି ତୁମେମାନେ ଅନ୍ଧକାର ପ୍ରକ୍ରିୟାଟାକୁ ଭଲ ଭାବରେ ବୁଝିପାରିଥିବ। ଯଦି ଅନ୍ଧକାର ପ୍ରକ୍ରିୟାଟାକୁ ଠିକ୍ ଭାବରେ ବୁଝିପାରିଥିବ ଦେନ୍ ଭିଡ଼ିଓକୁ ଗୋଟେ ଲାଇକ୍ କରିନେବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବ, ଆଉ ସାଙ୍ଗମାନଙ୍କ ପାଖକୁ ଚ୍ୟାନେଲଟିକୁ ସେୟାର କରିନେବ। ଆଉ ତୁମମାନଙ୍କର ଯେଉଁ ବିଷୟ ବୁଝିପାରୁନ, ଯେଉଁ ଚାପ୍ଟରଟି ମୋତେ ବୁଝିପାରୁନ, ମୋତେ କମେଣ୍ଟ ସେକ୍ସନରେ ଜଣାଅ। ମୁଁ ତା ରିଲେଟେଡ଼ ଗୋଟେ ଭିଡ଼ିଓଟି ଆଣିବି।